ଦେଖୁଛନ୍ତି ତ ଗତକାଲି ଯେଉଁ ବର୍ଷା ହେଇଥିଲା ନୂଆ ଘର ହବ ବୋଲି କାନ୍ଥ ଭଙ୍ଗା ଯାଇଥିଲା, ତେଣୁ ଦୁର୍ଭାଗ୍ୟବଶତଃ ପାଣି ସବୁ ପଶି ଯାଇଛି କ୍ଲାସରୁମ୍ରେ। ଯାଉ ଯାଉ ଏ ଅବସ୍ଥା ଦେଖିକି କ୍ଲାସରୁମ୍ରୁ ସବୁ ପାଣି କାଢ଼ିଲୁ। ବେଶୀ କରି ଏଇ ରୁମ୍ଟାରେ ବେଶୀ ପଶି ଯାଇଛି ପାଣି, ଆଉ ଯେହେତୁ ଦୁଆର ବନ୍ଧ ଭାଙ୍ଗି ଯାଇଛି, ନହେଲେ ଅଲଗା ସବୁ ରୁମ୍କୁ ଯାଇନଥିଲା। ପିଣ୍ଡା ଫିଣ୍ଡା ସବୁ ହେଇଯାଇଥିଲା ପାଣି। ଏଇ ଯେଉଁ ଗ୍ରିଲ୍ ଭଙ୍ଗା ହେଇଛି ଏଇପଟେ ପାଣି ପଶିଥିଲା, ପାଣି ବାଲ୍ଟି ବାଲ୍ଟିକିରି ବୋହିଲୁ। ତାପରେ ଘରକୁ ଆସିଲି। ଘରକୁ ଆସିଲା ପରେ ପୁଅ ଖାଉଥିଲା। ଖାଇବାରେ ସେ ଖାଉଛି କ'ଣ ଦେଖନ୍ତୁ। ଖାଇବାରେ ପଚାରିବାରୁ ସେ କହିଲା ଭାତ, ଡାଲି ଆଉ ମାଛ ଆଉ ଭେଣ୍ଡି ଭଜା ସବୁ ଖାଉଛି। ମୋତେ ଡାକିଲା, ମୁଁ କହିଲି ତୁ ଖାଇସାରେ, ଖାଇସାରିଲା ପରେ ମୁଁ ଖାଇବି। ମାଛଟା ହେଉଛି ତା'ର ଫେଭରାଇଟ୍। ଯଦି ସବୁଦିନ ମାଛ ହୁଅନ୍ତା ତାହେଲେ ଭାରି ଖୁସି। ପଣସ କଠା ତରକାରୀ ମଧ୍ୟ ହେଇଛି, କିନ୍ତୁ ତା'ର ଏତେ ପ୍ରିୟ ନୁହେଁ। ପଣସ କଠାକୁ ଲାଷ୍ଟକୁ ଶେଷକୁ ଛାଡ଼ିକି ଯିବ, ଦେଖିବେ ଭାତ ଡାଲି ମାଛ ତାକୁ ଖାଇକି ଉଠିବ। ତାପରେ ପାମ୍ପଡ଼ ଦୁଇଟା ଖୁଡ଼ି ଶିଖିକି ଦେଲେ ଖାଇଲା, ମୁଁ ବି ତା ଦେହରୁ ଟିକେ ଖାଇଲି। ତେଲ ପକା ପାମ୍ପଡ଼ ଅପେକ୍ଷା ସେକା ପାମ୍ପଡ଼ ଖାଇବେ, ଦେହ ପାଇଁ ସୁସ୍ଥ। ଆଉ ଭିଡ଼ିଓଟି କେମିତି ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।